ସାମ ସଙ୍ଗୀତ ଅଧ୍ୟାୟ 86। ବ୍ୟକ୍ତିଗତ ବିଳାପ ଗୀତି। କର୍ଣ୍ଣ ଡେରି ହେ ପ୍ରଭୁ, ପ୍ରାର୍ଥନା ମୋର ଶୁଣ, କାରଣ ଅଟେ ମୁଁ ନିର୍ଧନ ତଥା ଦିନହୀନ। କର ମୋର ଜୀବନକୁ ସଂରକ୍ଷଣ, କାରଣ ଅଟେ ମୁଁ ଈଶ୍ୱର ଭକ୍ତ। କରେ ଯିଏ ତୁମଠାରେ ଆସ୍ଥା ସ୍ଥାପନ, କର ତୁମର ଏହି ଦାସକୁ ତୁମେ ମୁକ୍ତ। ଅଟ ତୁମେ ଈଶ୍ୱର ମମ। ହେ ପ୍ରଭୁ, କର ମୋ ପ୍ରତି କରୁଣା ପ୍ରଦର୍ଶନ, ତୁମକୁ ଡାକି କରେ ମୁଁ ଦିନସାରା କ୍ରନ୍ଦନ। କର ତୁମ ଦାସର ଆତ୍ମାକୁ ଆନନ୍ଦରେ ପରିପୂର୍ଣ୍ଣ, କରେ ମୁଁ ହେ ପ୍ରଭୁ ତବ ସନ୍ନିଧାନେ ମୋର ମନକୁ ଉତ୍ତୋଳନ। ହେ ପ୍ରଭୁ, ଅଟ ତୁମେ ମଙ୍ଗଳମୟ ତଥା କ୍ଷମାଶୀଳ, କରନ୍ତି ଯେଉଁମାନେ ତୁମକୁ ଡାକି ନିବେଦନ, ସେମାନଙ୍କ ପ୍ରତି କରୁଅଛ ତୁମ ପ୍ରଚୁର ନିରନ୍ତର ସ୍ନେହ ପ୍ରଦର୍ଶନ। କର ହେ ପ୍ରଭୁ ପ୍ରାର୍ଥନା ମୋର ପ୍ରତି କର୍ଣ୍ଣପାତ, ନିବେଦନାତ୍ମକ ମୋର ସ୍ୱର ଶୁଣ। ସଙ୍କଟ ଦିନେ ତୁମକୁ ଡାକି କରେ ମୁଁ ନିବେଦନ, କରୁଅଛ ତୁମେ ପ୍ରାର୍ଥନା ମୋର ଶ୍ରବଣ। ହେ ପ୍ରଭୁ, ଦେବମାନଙ୍କ ମଧ୍ୟରେ ତୁମ ସଦୃଶ ନାହିଁ କେହି, ତୁମ କର୍ମାବଳୀ ସଦୃଶ ଆଉ କିଛି ନାହିଁ। ହେ ପ୍ରଭୁ, ଯେଉଁମାନେ ତୁମ ଦ୍ୱାରା ସୃଷ୍ଟ, ସେହି ଜାତି ଆସି କରିବେ ତୁମ ସନ୍ନିଧାନେ ପ୍ରଣିପାତ, କରିବେ ସେମାନେ ତୁମ ନାମ ଗୌରବାନ୍ୱିତ। କାରଣ ଅଟ ତୁମେ ମହାନ, କରୁଅଛ ତୁମେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସାଧନ, ତୁମେ ହିଁ କେବଳ ଈଶ୍ୱର। ହେ ପ୍ରଭୁ, କରେ ମୁଁ ଯେପରି ତୁମ ସତ୍ୟରେ ବିଚରଣ, ତନ୍ନିମନ୍ତେ ଦିଅ ମୋତେ ତୁମ ମାର୍ଗ ସମ୍ବନ୍ଧେ ଶିକ୍ଷା ଦାନ। କରେ ମୁଁ ଯେପରି ତୁମ ନାମ ପ୍ରତି ଭୟଭକ୍ତି ପ୍ରଦର୍ଶନ, ସେଥି ସକାଶେ କର ମୋ ହୃଦୟକୁ ସୁସ୍ଥିର। ପ୍ରଭୁ ହେ ଈଶ୍ୱର ମୋର, କରିବି ମୁଁ ପୂର୍ଣ୍ଣ ହୃଦୟେ ତୁମ ନାମ ପ୍ରତି କୃତଜ୍ଞତା ଅର୍ପଣ, କରିବି ମୁଁ ସର୍ବଦା ତୁମ ନାମକୁ ଗୌରବାନ୍ୱିତ। ଅଟେ ମୋ ପ୍ରତି ତୁମ ଦ୍ୱାରା ପ୍ରଦର୍ଶିତ ନିରନ୍ତର ସ୍ନେହ ମହାନ, କରିଅଛ ପାତାଳ ଗର୍ଭରୁ ତୁମେ ମୁକ୍ତ ମୋର ଜୀବନ। ହୋଇଅଛି ହେ ପ୍ରଭୁ ଅହଙ୍କାରୀ ଗଣ ମୋ ବିରୁଦ୍ଧେ ଉତ୍ଥିତ, ମୋ ଜୀବନର ବିନାଶ ପାଇଁ କରନ୍ତି ନିଷ୍ଠୁର ବ୍ୟକ୍ତିମାନେ ସନ୍ଧାନ, କରନ୍ତି ନାହିଁ ସେମାନେ ତୁମର ଅନ୍ୱେଷଣ। କିନ୍ତୁ ହେ ପ୍ରଭୁ, ଅଟ ତୁମେ କୃପାଳୁ ତଥା କରୁଣାନିଧି ଈଶ୍ୱର, ଅଟ ତୁମେ ଧୀର କପି ପ୍ରଚୁର ନିରନ୍ତର ସ୍ନେହକାରୀ ଓ ବିଶ୍ୱସ୍ତ। ମୋ ପ୍ରତି ସହାନୁଭୂତି ପ୍ରକାଶ କର, ହୋଇ ମୋ ଆଡ଼େ ଘୂରିତ, କର ତୁମ ଏହି ଦାସକୁ ଶକ୍ତି ତବ ପ୍ରଦାନ, କର ତୁମ ଏହି ଦାସ ପୁତ୍ରକୁ ପରିତ୍ରାଣ। କର ମୋତେ ତବ କରୁଣାରେ ଏକ ସଂକେତ ପ୍ରଦର୍ଶନ, ତାହା ଦେଖି ହୁଅନ୍ତୁ ବିଦେଶୀମାନେ ମୋର ଲଜ୍ଜିତ। କାରଣ ହେ ପ୍ରଭୁ, କରିଅଛ ତୁମେ ମୋତେ ସାହାଯ୍ୟ ତଥା ଆଶ୍ୱସ୍ତ। ଅଧ୍ୟାୟ 87। ସିୟନର ପ୍ରଶଂସା ସ୍ତୋତ୍ର। କଲେ ସେ ତାହାଙ୍କ ନଗରୀକୁ ପବିତ୍ର ଗିରି ଉପରେ ସ୍ଥାପନ, ଯାକବଙ୍କ ଅନ୍ୟ ସମସ୍ତ ଆବାସ ଅପେକ୍ଷା। କରନ୍ତି ପ୍ରଭୁ ସିୟନର ଦ୍ୱାର ସକଳକୁ ଅଧିକ ସ୍ନେହ। ହେ ଈଶ ନଗରୀ ହୁଏ କଥିତ ତୁମ ସମ୍ବନ୍ଧେ ମହତ୍ପୂର୍ଣ୍ଣ କାର୍ଯ୍ୟ, ଯେଉଁମାନଙ୍କ ପ୍ରତି ମୁଁ ଜ୍ଞାତ, ସେମାନଙ୍କ ମଧ୍ୟରେ ରାହାବ ଓ ବାବିଲନ ଅନ୍ତର୍ଗତ। କରନ୍ତି ଯେଉଁମାନେ ଫିଲିଷ୍ଟିଆ, ତୀର ତଥା ଇଥିଓପିଆରେ ବାସ, କହନ୍ତି ମୋ ସମ୍ବନ୍ଧେ ସେମାନେ ହୋଇଛି ଏହି ଜଣକ ଏଠାରେ ଜାତ। ସିୟନ ସମ୍ବନ୍ଧେ ଏହିପରି କୁହାଯିବ, ହୋଇଛନ୍ତି ଅମୁକ ଅମୁକ ତାହା ମଧ୍ୟ ଜାତ। କାରଣ କରିବେ ସ୍ୱୟଂ ପରାତ୍ପର ତାହାକୁ ସ୍ଥାପନ, କରିବେ ପ୍ରଭୁ ଯେବେ ଗଣନା ଜାତିଗଣର,
କରିବେ ସେ ଏହିପରି ତାଲିକାଭୁକ୍ତ ହୋଇଛି ଏହି ଜଣକ ଏଠାରେ ଜାତ। ଗାନପୂର୍ବକ କହିବେ ଅନୁରୂପ ଭାବେ ଗାୟକ ତଥା ନର୍ତ୍ତକଗଣ ନିର୍ଝର ସକଳ ମୋର ତୁମ ମଧ୍ୟରେ ଅବସ୍ଥିତ। ଅଧ୍ୟାୟ 88 ବ୍ୟକ୍ତିଗତ ବିଳାପ ଗୀତି। କରେ ମୁଁ ପ୍ରଭୁ ହେ ଈଶ୍ୱର ମମ, ଡାକି ଦିନ ସାରା ସାହାଯ୍ୟ ସକାଶେ ନିବେଦନ। କରେ ମୁଁ ରାତ୍ରି କାଳେ ତୁମ ସନ୍ନିଧାନେ କ୍ରନ୍ଦନ, ପହଞ୍ଚୁ ତୁମ ସନ୍ନିଧାନେ ପ୍ରାର୍ଥନା ମମ। କର୍ଣ୍ଣ ଡେରି କ୍ରନ୍ଦନ ମୋର ଶୁଣ, ଆତ୍ମା ମୋର ଦୁଃଖ ପୂର୍ଣ୍ଣ ହୋଇଛି ପାତାଳ ସନ୍ନିକଟ ମୋର ଜୀବନର। ଯାନ୍ତି ଅବତରୀ ପାତାଳକୁ ଯେଉଁମାନେ, ହୋଇଛି ମୁଁ ସେମାନଙ୍କ ମଧ୍ୟରେ ଗଣିତ। ହୋଇଛି ମୁଁ ଏକ ଶକ୍ତି ରହିତ ବ୍ୟକ୍ତିରେ ପରିଣତ। ମୃତମାନଙ୍କ ମଧ୍ୟରେ ପରିତ୍ୟକ୍ତ ଜଣେ ବ୍ୟକ୍ତି ସଦୃଶ, କବର ସ୍ଥାନେ ସାଇତ ଜଣେ ନିହତ ବ୍ୟକ୍ତି ସମ। କରୁନାହଁ ତୁମେ ଯାହାକୁ ଆଉ କେବେ ହେଁ ସ୍ମରଣ। ସେପରି ଜଣେ ବ୍ୟକ୍ତି ତୁଲ୍ୟ ମୁଁ ପରିଣତ, କାରଣ ତୁମ ରଣକ୍ଷୀୟ ହସ୍ତରୁ ଅଟେ ମୁଁ ଉଚ୍ଛିତ। ପାତାଳର ନିମ୍ନତମ ସ୍ଥାନେ ତମସାବୃତ ତଥା ଗଭୀର ସ୍ଥଳେ କରିଅଛ ମୋତେ ପରିତ୍ୟାଗ ତୁମେ। ଏହି ଦୁର୍ବହ ଭାର ସଦୃଶ କ୍ରୋଧ ତୁମର ମୋ ଉପରେ ହୋଇଛି ପତିତ। କରିଅଛ ତୁମେ ମୋତେ ଢେଉ ସମୂହରେ ଆବୃତ। କରନ୍ତି ଯେପରି ସାଥୀଗଣ ମୋତେ ପରିତ୍ୟାଗ, ତୁମେ ସେଥିପାଇଁ ଅନୁମତି ଦେଇଅଛ। କରିଅଛ ତୁମେ ମୋତେ ସେମାନଙ୍କ ନିକଟରେ ଏକ ଘୃଣ୍ୟ ବସ୍ତୁରେ ପରିଣତ। ରକ୍ଷା ପାଇ ନ ପାରିବା ଭଳି ହୋଇଛି ମୁଁ ଅଧବୃଦ୍ଧ। ହଏ ଶୋକରେ ଚକ୍ଷୁ ମୋର ନିସ୍ତେଜ। ପ୍ରତିଦିନ ହେ ପ୍ରଭୁ ତୁମକୁ ଡାକି କରେ ମୁଁ ନିବେଦନ। କରେ ମୁଁ ତୁମ ସନ୍ନିଧାନେ ହସ୍ତ ମୋର ଉତ୍ତୋଳନ। କରିବ କ'ଣ ତୁମେ ମୃତ୍ୟୁମାନଙ୍କ ସକାଶେ ଅଦ୍ଭୁତ କର୍ମ ସାଧନ। ତୁମ ସ୍ତବ ଗାନ ପାଇଁ ଛାୟା କ'ଣ ହୁଏ ଉତ୍ଥିତ। ହୁଏ କ'ଣ କବର ସ୍ଥାନେ ତବ ନିରନ୍ତର ସ୍ନେହ ବିଜ୍ଞାପିତ। ଅଥବା କରାଯାଏ କ'ଣ ଆବାଦନରେ ତୁମ ବିଶ୍ୱସ୍ତତାର ପ୍ରଖ୍ୟାପନ। ଅଦ୍ଭୁତ କର୍ମାବଳୀ ତୁମର କ'ଣ ଅନ୍ଧକାରେ ଅବଗତ। ଅଥବା ହୁଏ କ'ଣ ବିସ୍ମରଣ ଦେଶେ ରକ୍ଷଣୀୟ ସାହାଯ୍ୟ ତୁମର ବିଦିତ। କିନ୍ତୁ କରି କ୍ରନ୍ଦନ ହେ ପ୍ରଭୁ କରେ ମୁଁ ତୁମକୁ ନିବେଦନ। ପହଞ୍ଚୁ ପ୍ରଭାତେ ତୁମ ସନ୍ନିଧାନେ ପ୍ରାର୍ଥନା ମମ। ହେ ପ୍ରଭୁ କରିଅଛ କାହିଁକି ମୋତେ ପରିତ୍ୟାଗ। କରିଅଛ କାହିଁକି ମୋ ଠାରୁ ତବ ମୁଖ ଲୁକାୟିତ। ଯୌବନ କାଳରୁ ଏ ପର୍ଯ୍ୟନ୍ତ ମୁଁ ପୀଡ଼ିତ ତଥା ମରଣାପନ୍ନ। କରେ ମୁଁ ଭୋଗ ତୁମର ଭୀଷଣ ଶାସ୍ତି ବିଧାନ, ଅଟେ ମୁଁ ନିଃସହାୟ। ହେଲା ମୋ ଉପରେ କ୍ରୋଧ ତୁମର ଉଚ୍ଛ୍ୱସିତ। କଲା ତୁମର ଭୀଷଣ ଆକ୍ରମଣ ମୋତେ ବିନାଶଗ୍ରସ୍ତ। କରେ ମୋତେ ସେ ସମସ୍ତ ଜଳ ପ୍ରଳୟ ସଦୃଶ ଦିନ ତମାମ ବେଷ୍ଟନ। କରେ ସମ୍ମିଳିତ ଭାବେ ସେ ସମସ୍ତ ମୋତେ ପରିବେଷ୍ଟନ। କରନ୍ତି ମୋତେ ଯେପରି ତ୍ୟାଗ ମିତ୍ର ତଥା ସ୍ନେହୀ। ଦେଇଅଛ ସେଥି ସକାଶେ ତୁମେ ଅନୁମତି। ହୋଇଛି ବର୍ତ୍ତମାନ କେବଳ ଅନ୍ଧକାର ମୋର ସାଥୀ। ଅଧ୍ୟାୟ 89 ସାମୂହିକ ବିଳାପ ଗୀତି। ହେ ପ୍ରଭୁ କରିବି ମୁଁ ଚିରକାଳ ବ୍ୟାପୀ ତୁମର ନିରନ୍ତର ସ୍ନେହ ସମ୍ବନ୍ଧେ ଗାନ। କରିବ ମୁଖ ମୋର ବଂଶ ସକଳ ନିକଟରେ ତୁମ ବିଶ୍ୱସ୍ତତା ବିଜ୍ଞାପନ। କାରଣ ନିରନ୍ତର ସ୍ନେହ ତୁମର ଚିରନ୍ତନ ସଂସ୍ଥାପିତ। ରହେ ସୁଦୃଢ଼ ଆକାଶମଣ୍ଡଳ ସଦୃଶ ବିଶ୍ୱସ୍ତତା ତୁମର। କରିଅଛ ତୁମେ କରିଅଛି ମୁଁ ସାଲିସ।
ମୋର ମନୋନୀତ ସହ ବ୍ୟବସ୍ଥା ବିଧାନ କରିଅଛି ମୁଁ ଦାସ ମୋର ଦାବିଦଙ୍କ ନିକଟରେ ଶପଥ ଗ୍ରହଣ କରିବି ମୁଁ ତୁମ ବଂଶଧରକୁ ସଦାକାଳ ପ୍ରତିଷ୍ଠିତ କରିବି ମୁଁ ବଂଶାନୁକ୍ରମେ ସିଂହାସନ ତୁମର ସ୍ଥାପନ। ହେ ପ୍ରଭୁ, କରୁ ନବମଣ୍ଡଳ ତୁମ ଅଦ୍ଭୁତ କର୍ମାବଳୀର ସ୍ତୁତିଗାନ ହେଉ ସଂଗଠିତ ପବିତ୍ରମାନଙ୍କ ମଣ୍ଡଳୀରେ ତୁମର ବିଶ୍ୱସ୍ତତା କୀର୍ତ୍ତନ। ସ୍ୱର୍ଗଧାମରେ ପ୍ରଭୁଙ୍କ ସହ କିଏ ବା ତୁଳନୀୟ? ସ୍ୱର୍ଗବାସୀମାନଙ୍କ ମଧ୍ୟରେ ପ୍ରଭୁଙ୍କ ସହିତ କିଏ ବା ତୁଳନୀୟ? କରନ୍ତି ତାହାଙ୍କ ସଭାରେ ପବିତ୍ରମାନେ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଅଟନ୍ତି ଯେଉଁମାନେ ତାହାଙ୍କ ଚତୁଃପାର୍ଶ୍ୱେ ଦଣ୍ଡାୟମାନ। ସେ ସମସ୍ତଙ୍କ ଅପେକ୍ଷା ଅଟନ୍ତି ସେ ଅଧିକ ଭୟାବହ ତଥା ମହାନ। ସେନାଧୀଶ ପ୍ରଭୁ ହେ ଈଶ୍ୱର, ତୁମ ଭଳି ଶକ୍ତିଶାଳୀ ଅଛି ବା କିଏ ବିଶ୍ୱସ୍ତତାରେ ଆବୃତ? କରୁଥାଅ ତୁମେ ବିସ୍ତାର ସମୁଦ୍ରର ଆନ୍ଦୋଳିତ ଢେଉ ଉପରେ କର୍ତ୍ତୃତ୍ୱ ଉଠିବା ସମୟରେ ଲହରୀ କରୁଥାଅ ତୁମେ ତାହାକୁ ଶାନ୍ତ କଲ। ତୁମେ ରାହାବକୁ ଏକ ମୃତ ଦେହ ସମ ବିଧ୍ୱସ୍ତ କଲ। ତୁମେ ନିଜ ଶକ୍ତ ବାହୁରେ ଶତ୍ରୁମାନଙ୍କୁ ବିକ୍ଷିପ୍ତ। ନବମଣ୍ଡଳ ତୁମର ଧରାଧାମ ମଧ୍ୟ ତୁମର କଲ। ତୁମେ ସଂସ୍ଥାପନ ସଂସାର ତଥା ତନ୍ମଧ୍ୟସ୍ଥ ସମସ୍ତ କଲ। ତୁମେ ଉତ୍ତର ତଥା ଦକ୍ଷିଣ ସୃଜନ करे सानंदे ताबर हेमर्न तब नामर स्तवगान। बाहु तुमर अटे पराक्रांत, हस्त तुमर शक्ति संपन्न व दक्षिण हस्त तुमर अटे उच्च। करिअछ नीतिनिष्ठा तथा न्याय परायणता, उपरे सिंहासन तुमर स्थापन। करे निरंतर स्नेह तथा विश्वस्तता तब सन्निधाने गमन। करती जो माने उत्सव मुखरित, धनी रे तुम स्तुति गान। करती जो माने तब मुखर सुप्रसन्नतारे विचरण। हुअन्ति जो माने दिन तमाम तुम नामरे उल्लसित, वो करती जो माने तुम नीति निष्ठा को उच्चीकृत, से माने धन्य अटे। तुम हट तुमे से मानक शक्ति तथा गौरव होइछि शृंग आमर तब प्रासादे उन्नीत। कारण अटंती प्रभु ढाल आमर, इस्राएल पवित्र जनक राजा आमर। कहिथिल तुमे पूर्वरे एक दर्शने, विश्वस्त जनक को तुमर। करिअछि मु शक्तिशाली जनकु मुकुट मंडित, करिअछि मु जनता मध्यरु मनोनीत जनकु उन्नीत। पाइअछि मु दास मोर दाविदंकर संधान, करिअछि मु ताकु मोर पवित्र तैळे अभिषिक्त। हेब सर्वदा तार सहवर्ती हस्त मोर, कहिब बाहु मोर मध्य ताकु सुशक्त। करिब नाही ताकु शत्रु पराजित, दुष्ट करिब नाही ताकु विनीत। करिबि मु तार शत्रु मानंकु ता सम्मुखरे विध्वस्त, वो करिबि मु तार विदेशी मानंकु भूपतित। करिब विश्वस्तता तथा निरंतर स्नेह, मोर ता सह अवस्थान। मोर नामे करि तार मस्तक उत्तोलन, हेब से दंडायमान। समुद्र उपरे तार अधिकार व नदी समूह उपरे तार आधिपत्य, करिबि मु परिव्याप्त। कहिब से उच्च स्वररे मते, तुमे अट पिता मम, ईश्वर मोर अपरित्राणर शैल मोर। करिबि मु ताकु प्रथम जात पृथ्वीवासी राजवृंद मध्ये सर्वोच्चतम। करिब चिरकाल व्यापी निरंतर स्नेह, मोर ता उपरे अवस्थान
ଓ ରହିବ ତାଠାରେ ସୁଦୃଢ଼ ମୋର ବ୍ୟବସ୍ଥା ବିଧାନ। କରିବି ମୁଁ ତାର ବଂଶକୁ ଚିରକାଳ ସ୍ଥାପନ ଓ ତିଷ୍ଠି ରହିବ ଆକାଶମଣ୍ଡଳ ଥିବା ପର୍ଯ୍ୟନ୍ତ ତାର ସିଂହାସନ। କରନ୍ତି ଯଦି ପରିତ୍ୟାଗ ତାର ସନ୍ତାନଗଣ ମୋର ବିଧିବିଧାନ ଓ କରନ୍ତି ନାହିଁ ଯଦି ମୋର ଅଧ୍ୟାଦେଶ ମୁତାବକ ବିଚରଣ। କରନ୍ତି ଯଦି ସେମାନେ ମୋର ନିୟମ ସକଳ ଲଙ୍ଘନ ଓ କରନ୍ତି ନାହିଁ ଯଦି ମୋର ଆଜ୍ଞାବଳୀ ପାଳନ, ତେବେ ସେମାନଙ୍କ ଉଲ୍ଲଙ୍ଘନକୁ ଯଷ୍ଟିରେ ଓ ସେମାନଙ୍କ ଦୋଷ ସବୁକୁ ଚାବୁକରେ କରିବି ମୁଁ ଶାସ୍ତି ବିଧାନ। କିନ୍ତୁ କରିବି ନାହିଁ ତାହାଠାରୁ ମୋର ନିରନ୍ତର ସ୍ନେହ ପ୍ରତ୍ୟାହାର କିମ୍ବା କରିବି ନାହିଁ ମୋର ବିଶ୍ୱସ୍ତତାକୁ ଭଗ୍ନ। କରିବି ନାହିଁ ମୋର ବ୍ୟବସ୍ଥା ବିଧାନକୁ ମୁଁ ଲଙ୍ଘନ କିମ୍ବା କରିବି ନାହିଁ ମୁଁ କଦାପି ମୋର ମୁଖ ନିଃସୃତ ବଚନକୁ ପରିବର୍ତ୍ତନ। କରିଅଛି ମୁଁ ମୋର ପବିତ୍ର ନାମେ ଚିରକାଳ ସକାଶେ ଶପଥ ଗ୍ରହଣ। କରିବି ନାହିଁ ମୁଁ ଦାବୀଦ ପ୍ରତି ମିଥ୍ୟା ଉଚ୍ଚାରଣ। କରିବ ବଂଶ ତାର ଅନନ୍ତ କାଳ ବ୍ୟାପୀ ଅବସ୍ଥାନ। ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ ତିଷ୍ଠି ମୋର ସନ୍ନିଧାନେ ତାର ସିଂହାସନ। ହେବ ତାହା ଚନ୍ଦ୍ର ସଦୃଶ୍ୟ ସନାତନେ ସ୍ଥାପିତ। ରହିବ ତାହା ନବମଣ୍ଡଳ ଥିବା ପର୍ଯ୍ୟନ୍ତ ସୁଦୃଢ଼ ଭାବେ ହୋଇ ବିଦ୍ୟମାନ। କିନ୍ତୁ କରି ବର୍ତ୍ତମାନ ପରିତ୍ୟାଗ କରିଅଛ ତୁମେ ପ୍ରତ୍ୟାଖ୍ୟାନ। ହୋଇଅଛ ତୁମେ ନିଜ ଅଭିଷିକ୍ତ ବିରୁଦ୍ଧେ କ୍ରୋଧାନ୍ୱିତ। କରିଅଛ ତୁମେ ଉପେକ୍ଷା ତୁମ ଦାସ ସହ ସାଲିସ ବ୍ୟବସ୍ଥା ବିଧାନ। କରି ଧୂଳିରେ ନିକ୍ଷେପ କରିଅଛ ତୁମେ ତାର ମୁକୁଟ ମଳିନ। କଲ ତୁମେ ତାର ପ୍ରାଚୀର ସକଳ ବିଧ୍ୱସ୍ତ ଓ କରିଅଛ ତୁମେ ତାର ଦୁର୍ଗ ସବୁକୁ ଧ୍ୱଂସାବଶେଷରେ ପରିଣତ। କରନ୍ତି ପଥିକମାନେ ତାକୁ ଲୁଣ୍ଠନ। ହୋଇଛି ସେ ତାର ପ୍ରତିବେଶୀମାନଙ୍କ ପ୍ରତି ଉପହାସର ଏକ ବିଷୟ। କରାଇଅଛ ତୁମେ ତାର ବିରୋଧୀମାନଙ୍କ ଦକ୍ଷିଣ ହସ୍ତ ଉତ୍ତୋଳିତ। ତାର ସମସ୍ତ ଶତ୍ରୁମାନଙ୍କୁ କରାଇଅଛ ଆହ୍ଲାଦିତ। କରିଅଛ ତାର ଖଡ଼୍ଗ ଧାର ତୁମେ ସ୍ଥୂଳ। ହୋଇ ନ ପାରେ ସେ ଯେପରି ଯୁଦ୍ଧରେ ବିରୋଧପୂର୍ବକ ଦଣ୍ଡାୟମାନ। ସେଥି ସକାଶେ କରିଅଛ ତୁମେ ତାକୁ ସମର୍ଥନ। କଲ ତୁମେ ତାର ହସ୍ତରୁ ରାଜଦଣ୍ଡ ଅପସାରଣ ଓ ଫିଙ୍ଗି ଦେଲ ପୃଥିବୀରେ ତାର ସିଂହାସନ। କଲ ତାର ଯୌବନକୁ ତୁମେ ହ୍ରାସ। କରିଅଛ ତୁମେ ତାକୁ ଲଜ୍ଜାରେ ଆବୃତ। ହେ ପ୍ରଭୁ, ଏହା ଆଉ କେତେ କାଳ? କରିବ କ'ଣ ତୁମେ ସଦାକାଳ ନିଜ ମୁଖ ଲୁକାୟିତ? ହେବ କେତେ କାଳ ତା ପର୍ଯ୍ୟନ୍ତ ତୁମ କ୍ରୋଧ ଅଗ୍ନି ସଦୃଶ ପ୍ରଜ୍ୱଳିତ? ହେ ପ୍ରଭୁ, ପରମାୟୁକୁ ତୁମେ କରିଅଛ କେତେ ହ୍ରାସ ଓ ତୁମ ସୃଷ୍ଟ ମନୁଷ୍ୟ ପୁତ୍ରମାନଙ୍କ ଜୀବନ ବା କେଡ଼େ ଅସାର? କର ଏହା ସ୍ମରଣ। ଭୋଗ ନ କରି ମୃତ୍ୟୁ ଜୀବିତ ରହିବା ପାଇଁ କେଉଁ ମନୁଷ୍ୟ ସକ୍ଷମ? ପାତାଳ କବଳରୁ ନିଜ ଜୀବନ ମୁକ୍ତ କରିବା ପାଇଁ କିଏ ବା ସମର୍ଥ? ହେ ପ୍ରଭୁ, କାହିଁ ପୂର୍ବକାଳୀନ ନିରନ୍ତର ସ୍ନେହ ତୁମର? କାହିଁ ଦାବୀଦଙ୍କ ନିରନ୍ତନରେ ଶପଥାବଦ୍ଧ ସେହି ବିଶ୍ୱସ୍ତତା ତୁମର? ହେ ପ୍ରଭୁ, କର ସ୍ମରଣ। ଦାସ ତୁମର ହୁଏ କେଉଁ ଭଳି ନିନ୍ଦିତ। କରେ ମୁଁ କିଭଳି ଜାତିଗଣର ଉପହାସକୁ ମୋ ବକ୍ଷେ ବହନ। ହେ ପ୍ରଭୁ, କରନ୍ତି ତୁମ ଶତ୍ରୁମାନେ ତାକୁ ଉପହାସ। କରନ୍ତି ସେମାନେ ତୁମ ଅଭିଷିକ୍ତଙ୍କ ପଦକ୍ଷେପ ପ୍ରତି ପରିହାସ। ହୁଅନ୍ତୁ ପ୍ରଭୁ ଚିରକାଳ ବ୍ୟାପୀ ଧନ୍ୟ। ଆମେନ୍, ଆମେନ୍। ଅଧ୍ୟାୟ 90। ସାମୂହିକ ବିଳାପ ଗୀତି। ହେ ପ୍ରଭୁ, ହୋଇଥିଲ ତୁମେ ବଂଶାନୁକ୍ରମେ ଶରଣ ଆମର। ପର୍ବତମାଳା ସୃଷ୍ଟି ହେବା ପୂର୍ବରୁ
ପୃଥିବୀ ତଥା ସଂସାର ରୂପାୟିତ ହେବା ପୂର୍ବରୁ ଅନାଦିରୁ ଅନନ୍ତ କାଳ ପର୍ଯ୍ୟନ୍ତ ତୁମେ ହିଁ ଈଶ୍ୱର। ପଠାଇଅଛ ତୁମେ ମନୁଷ୍ୟକୁ ଧୂଳି ମଧ୍ୟରୁ ଫେରସ୍ତ। କହିଲ ତୁମେ ହେ ମାନବ ସନ୍ତାନଗଣ କର ପ୍ରତ୍ୟାବର୍ତ୍ତନ। ହୋଇଥିଲା ଯେଉଁ ସହସ୍ର ବର୍ଷ ଅତିକ୍ରାନ୍ତ ଅଟେ ତାହା ତୁମ ଦୃଷ୍ଟିରେ ଗତକାଲି ସଦୃଶ୍ୟ କିମ୍ବା ରାତ୍ରିର ଏକ ପ୍ରହର ସଦୃଶ। ମନୁଷ୍ୟମାନଙ୍କୁ ତୁମେ ଭସାଇ ଦେଉଥାଅ। ଅଟନ୍ତି ସେମାନେ ସ୍ୱପ୍ନ ସଦୃଶ। ଅଟନ୍ତି ସେମାନେ ପ୍ରଭାତେ ନବ ଅଙ୍କୁରିତ ତୃଣ ସଦୃଶ। ହୁଏ ପ୍ରଭାତେ ତାହା ଅଙ୍କୁରିତ ତଥା ପୁଷ୍ପିତ। ହୁଏ ସନ୍ଧ୍ୟାରେ ତାହା ମଳିନ ତଥା ପରିଶୁଷ୍କ। ହେଉଅଛୁ ଆମେ ତବ କ୍ରୋଧେ କ୍ଷୟ ପ୍ରାପ୍ତ। ହେଉଅଛୁ ଆମେ ତବ କୋପେ ଅଭିଭୂତ। ଆମ ଦୋଷ ସକଳ ତବ ସନ୍ନିଧାନେ ବିଦ୍ୟମାନ। ହୁଏ ଗୁପ୍ତ ପାପ ସକଳ ତୁମ ମୁଖର ଦୀପ୍ତିରେ ପ୍ରକାଶନ। ହୁଏ ଆମ ଦିନ ସକଳ ତବ କ୍ରୋଧରେ ଅତିକ୍ରାନ୍ତ। ହୁଏ ଆମର ବର୍ଷ ସମୂହ ଏକ ଦୀର୍ଘ ଶ୍ୱାସ ସଦୃଶ ସମାପ୍ତ। ଜୀବନ କାଳ ଆମର ଅଟେ 70 ବର୍ଷ, ଅଥବା ଆମେ ଯଦି ସ୍ୱାସ୍ଥ୍ୟ ସମ୍ପନ୍ନ ହୁଏ ତେବେ ତାହା 80 ବର୍ଷ। ତଥାପି ସେହି କାଳ ଅଟେ କଠିନ ପରିଶ୍ରମ ତଥା କଷ୍ଟପୂର୍ଣ୍ଣ। ହୁଏ ତାହା ଅତି ଶୀଘ୍ର ସମାପ୍ତ ଓ ହେଉ ଆମେ ଅତି କ୍ଳାନ୍ତ। କରିଅଛି କିଏ ଉଗ୍ର କୋପ ତୁମର ଅନୁଭବ ଓ ତୁମ କୋପର ଉଗ୍ରତା ପ୍ରତି ଭୟଭକ୍ତି ପ୍ରଦର୍ଶନ କରିବା ପାଇଁ କିଏ ବା ଶିକ୍ଷା ପ୍ରାପ୍ତ? ଆମ ଜୀବନର ଦିନ ସବୁ ଗଣନା କରିବା ପାଇଁ କର ଆମକୁ ଶିକ୍ଷା ଦାନ, ଯଦ୍ୱାରା ହୃଦୟ ଆମର ହେଉ ପ୍ରଜ୍ଞାରେ ପରିପୂର୍ଣ୍ଣ। କର ହେ ପ୍ରଭୁ ପ୍ରତ୍ୟାବର୍ତ୍ତନ, କରିବ କେତେ କାଳ ବ୍ୟାପୀ ତୁମେ ବିଳମ୍ବ? କର ତୁମ ଦାସମାନଙ୍କ ପ୍ରତି ଦୟା ପ୍ରଦର୍ଶନ। କର ଆମକୁ ପ୍ରଭାତେ ତୁମ ନିରନ୍ତର ସ୍ନେହେ ସନ୍ତୁଷ୍ଟ। ତେବେ ଯାଇ ହେବୁ ଆମେ ଆଜୀବନ ତୃପ୍ତ ତଥା ଆନନ୍ଦିତ। କରିଅଛ ତୁମେ ଆମକୁ ଯେତେ ଦିନ ବ୍ୟାପୀ ଉତ୍ପୀଡ଼ିତ, ସେତେ ଦିନ ପର୍ଯ୍ୟନ୍ତ କରୁଅଛୁ ଆମେ ଅନୁଭବ। ଯେତେ ବର୍ଷ ବ୍ୟାପୀ କଷ୍ଟ, ସେତେ ବର୍ଷ ଧରି କର ଆମକୁ ସନ୍ତୁଷ୍ଟ। ତୁମ ଦାସମାନଙ୍କ ନିକଟରେ କାର୍ଯ୍ୟ ତୁମର ଓ ତୁମ ମହିମାମୟ ଶକ୍ତି ସେମାନଙ୍କ ସନ୍ତାନମାନଙ୍କୁ ସମୀପରେ ହେଉ ପ୍ରକାଶିତ। ହେଉ ପ୍ରଭୁ ଆମ ଈଶ୍ୱରଙ୍କ କରୁଣା ଆମ ଉପରେ ବିରାଜମାନ। କର ଆମ ହସ୍ତକୃତ କର୍ମାବଳୀକୁ ଫଳବନ୍ତ। ହଁ, କର ଆମ ହସ୍ତକୃତ କାର୍ଯ୍ୟକୁ ଦୃଢ଼ ସ୍ଥାପନ।